ହ୍ୟାଲୋ ସାଙ୍ଗମାନେ, ଆପଣମାନଙ୍କୁ ରେଣୁର କିଚେନ୍କୁ ଆଜିର ସ୍ୱାଗତ। କଥାରେ ଅଛି ଆମେ ଓଡ଼ିଆ, ଆମର ପଖାଳ ଭାତ ଭାରି ବଢ଼ିଆ। ପଖାଳ ଭାତକୁ ଶାଗ ନହେଲେ ପଖାଳର ମଜା କିଛି ନଥାଏ, କିନ୍ତୁ ପଖାଳ ଭାତକୁ ଶାଗର କିଛି ଆଇଟମ୍ ହେଇଗଲେ ତା'ର ମଜାଟା ଦ୍ୱିଗୁଣଟା ବଢ଼ିଯାଏ। ସେଥିପାଇଁ ମୁଁ ଆଜି କିଛି ଶାଗର ରେସିପି ବନେଇବାକୁ ଯାଉଛି। ଏଠି ମୁଁ କିଛି କଖାରୁ ଶାଗର ନେଇ ଆସିଛି, ତାକୁ ଆମେ ଭଲ ଭାବରେ କେଳେଇ ନେବା। ଆମେ ପ୍ରଥମେ ଶାଗକୁ ଏହିପରି ଭାବରେ ଭଲ ଭାବରେ କେଳେଇ ନେବା। ତାହାର କିଛି ଗୁଡ଼ିଏ ଶିରା ଥାଏ, ତାହା ସବୁ ବାହାରି ପଡ଼େ। ତାପରେ ଆକୁ ଆମେ ଭଲ ଭାବରେ ଧୋଇ ନେବା ଏବଂ ଚୁନ ଚୁନ କରି କାଟି ନେବା। ବର୍ତ୍ତମାନ ଆମେ ଶାଗକୁ ଏହିପରି ଭାବେ ନିର୍ମଳ କରି ନେଇଛେ। ତାକୁ ବର୍ତ୍ତମାନ ଆମେ ଚୁନ ଚୁନ କରି କାଟିବା। ଶାଗର ରେସିପି ପାଇଁ ମୁଁ କିଛି ସୋରିଷ ଏବଂ ବାଟଣ ପ୍ରସ୍ତୁତ କରିବାକୁ ଯାଉଛି। ଏବେ ସୋରିଷ ବାଟଣଟି ଆମର ବନିଯାଇଛି। ବର୍ତ୍ତମାନ ମୁଁ ଶାଗର ରେସିପି ପାଇଁ କିଛି ଆଳୁ, କଖାରୁ, ଟମାଟୋ, ପିଆଜ ଓ ବାଇଗଣକୁ କାଟି ନେଇଛି। ଆସନ୍ତୁ ବର୍ତ୍ତମାନ ଆମେ ରୋଷେଇ କିପରି କରିବା ତାହା ଶିଖିବା। ପ୍ରଥମେ ଗ୍ୟାସ୍ ଟିକେ ଅନ୍ କରି ନେଇଛେ। ଆମେ ଏଥର ଗୋଟେ କଢ଼ାଇ ବସେଇ ନେବା। ଆମେ ସେଥିରେ କିଛି ତେଲ ଆଡ୍ କରି ନେବା। ମୁଁ ସେଥିରେ କିଛି ସୋରିଷ ଆଡ୍ କରି ନେଉଛି। ବର୍ତ୍ତମାନ ଆମେ ସେଥିରେ କିଛି ପିଆଜ ଆଡ୍ କରି ନେବା। ପିଆଜକୁ ଆମେ ଟିକେ ଭଲ ଭାବରେ ଭାଜି ନେବା। ଯେତେବେଳେ ପିଆଜ ଟିକେ ବଟର କଲର୍ ହେଇ ଆସିବ, ତାକୁ ଆମେ ପରିବା ଆଳୁ, କଖାରୁ ଓ ବାଇଗଣକୁ ଭଲ ଭାବରେ ଖଡ଼ି ନେବା। ଟମାଟୋ ବି ସେଥିରେ ଆଗ କରି ନେଇଛି ଏକ ସାଙ୍ଗରେ। ତାକୁ ଆମେ ଟିକେ ନାକୁ ଭାଜି ହେଲା ପରି ଛାଡ଼ିଦେବା। ସେଥିରେ ମୁଁ କିଛି ଟମାଟୋ ବି ଆଡ଼୍ କରି ନେଇଛି, ତାକୁ ଆମେ ଭଲ ଭାବରେ ଭାଜି ନେବା। ବର୍ତ୍ତମାନ ପରିବାଟା ଟିକେ ଭାବରେ ସିଝି ଆସୁଛି। ଆମେ ତାକୁ ଆଉ ଟିକେ ସିଝିବା ପାଇଁ ଏମିତି ଖଡ଼ି ନେବା। ବର୍ତ୍ତମାନ ମୁଁ ଶାଗଟାକୁ ପୁରା ଚୁନ ଚୁନ କରିକି କାଟି ନେଇଛି। ତାକୁ ଏଇଭଳି ଆମେ ଗୁଣ୍ଡେଇ ଗୁଣ୍ଡେଇ କାଟିଦେଲେ ତାକୁ ଆମେ ବେସର କରିବା ପାଇଁ ବଢ଼ିଆ ହେବ। ଆମର ବର୍ତ୍ତମାନ ପରିବା ସିଝିଗଲାଣି। ଆମେ ସେଥିରେ ଶାଗ ଟିକେ ଆଡ଼୍ କରି ନେବା। ଶାଗଟିକି ଭଲ ଭାବରେ ଆମେ ବର୍ତ୍ତମାନ ଭାଜି ନେବା। କାହିଁକିନା କଖାରୁ ଶାଗରେ ଯେଉଁ ଆଂଶ ଟାଇପ୍ର ଥାଏ, ତା'ର ସେ ଜିନିଷଟା ତା'ର କ'ଣ ଭାଜିଗଲେ ସେଇଟା ନଷ୍ଟ ହୋଇଯାଏ। ଫଳରେ ଶାଗଟି ଖାଇଲା ବେଳକୁ ଆଉ ରାଖୁ ରାଖୁଆ ଲାଗେ ନାହିଁ। ସାଙ୍ଗମାନେ, ମୁଁ ପିଓର ଭେଜିଟେରିଆନ୍ ହେଇଥିବାରୁ ଏଥିରେ ଆଇଁଷ ୟୁଜ୍ କରିପାରୁନାହିଁ। କିନ୍ତୁ ଆପଣ ଯଦି ଚାହିଁବେ ତାହେଲେ ଛୋଟ ଛୋଟ ଚିଙ୍ଗୁଡ଼ି ଭାଜିକି, ଚିଙ୍ଗୁଡ଼ି ମାଛ ତାକୁ ଭାଜିକି ଆଡ଼୍ କରି ନେବେ, ତା'ର ସ୍ୱାଦ ଦ୍ୱିଗୁଣା ବଢ଼ିଯାଏ। କିମ୍ବା ଛତୁ ମଧ୍ୟ ୟୁଜ୍ କରିବାର। ଯେହେତୁ ଆମ ଘରେ ଆଜି ଛତୁ ନାହିଁ, ତେଣୁ ମୁଁ ଆଜି ତାକୁ ସାଧା ରେସିପି ବନେଇ ନେଉଛି। ବର୍ତ୍ତମାନ ଶାଗଟି ଭଲ ଭାବରେ ଭାଜି ହୋଇଗଲାଣି। ଆମେ ଆଉ ଟିକେ ସମୟ ତାକୁ ଭାଜି ନେବା, ଯେମିତିକି ତା'ର ପାଣି ଅଂଶଟା ପୁରାପୁରି ମରିଯିବ। ତାପରେ ଆମେ ତାକୁ ସେଥିରେ ବେସର ମଧ୍ୟ ଆଡ଼୍ କରିବାର ଅଛି। ତେଣୁ ଆମେ ଶାଗଟିକି ଭଲ ଭାବରେ ପ୍ରଥମେ ଭାଜି ନେବା। ବର୍ତ୍ତମାନ ଶାଗଟି ଭଲ ଭାବରେ ହେଇଗଲାଣି। ଆମେ ଏଥିରେ କ'ଣ କରିବା ନା, ବର୍ତ୍ତମାନ ମସଲା ଆଡ଼୍ କରିଦେବା। ଆମେ ପ୍ରଥମରୁ ସୋରିଷ, ଜିରା, ରସୁଣ ଏବଂ କଞ୍ଚା ଲଙ୍କାର ପେଷ୍ଟ ମଧ୍ୟ ବନେଇକି ରଖିଛେ, ତାକୁ ଆମେ ଏଠି ଆଡ଼୍ କରିନେବା। ବର୍ତ୍ତମାନ ଆମେ ବେସର ଆଡ଼୍ କରି ନେଇଛେ। ଆମେ ୟାକୁ ଭଲ ଭାବରେ ଗୋଳେଇ ନେବା। ଆମେ ଏଠି କିଛି ବେସର ଆଡ଼୍ କରି ନେଇଛେ। ସେଥିରେ କିଛି ହଳଦୀ ଗୁଣ୍ଡ, ଲୁଣ, ଭଲ ଭାବରେ ତାକୁ ଆମେ ଗୋଳାଇ ନେବା।
ବର୍ତ୍ତମାନ ଆମେ ଲଙ୍କା ଗୁଣ୍ଡ ନେବା ନାହିଁ, କାରଣ ଆମେ କଞ୍ଚା ଲଙ୍କାକୁ ଆଡ଼୍ କରିନେଇଛେ ବାଟଣରେ। ଶାଗକୁ ଏଇଭଳି ଭାବରେ କଷି ହେବା ପାଇଁ ଆମେ 5 ମିନିଟ୍ ଖଣ୍ଡେ ଛାଡ଼ି ନେବା। ତାକୁ ଆମେ ଢାଙ୍କୁଣୀ ଘୋଡ଼େଇ ନେବା। ବର୍ତ୍ତମାନ ଆମେ ଢାଙ୍କୁଣୀ କାଢ଼ି ନେଇଛେ। ବର୍ତ୍ତମାନ ଶାଗ ଏଇଭଳି ଭାବରେ ହୋଇ ଆସିଲାଣି। ଆମେ ଆଉ ଟିକେ ତାକୁ କିଛି ସମୟ ଛାଡ଼ି ରଖିଦେବା, କାରଣ ଶାଗ ଯେତେ କଷି ହେବ ଖାଇବାର ଟେଷ୍ଟ ବହୁତ ବଢ଼ି ଆସିବ। ତାକୁ ଘୋଡ଼େଇ ନେବା। ବର୍ତ୍ତମାନ ଆମେ ଢାଙ୍କୁଣୀ ଟିକେ କାଢ଼ି ନେବା। ଏବେ ଟିକେ ୱାଓ, ଶାଗଟି ପାଣି ଟିକେ ସୁପ୍ କରିଯାଇଛି। ଆମେ ତାକୁ ବର୍ତ୍ତମାନ କ'ଣ କରିବା, ଏଥିରେ କିଛି ପାଣି ଆଡ଼୍ କରିନେବା ଏବଂ ସିଝିବା ପାଇଁ 5-10 ମିନିଟ୍ ଛାଡ଼ି ନେବା। ଫଳରେ ଶାଗଟି ସିଝିଯିବ, ପରିବା ମଧ୍ୟ ଯାହା କଞ୍ଚା ଥିବ ସେଥିରେ ସିଝିଯିବ ଏବଂ ମସଲାରେ ବି ସିଝିବା ପାଇଁ ସମୟ ଲାଗେ। ତାପରେ ଆମେ ତାକୁ ଖାଇବା ପାଇଁ ସେ ପ୍ରସ୍ତୁତ କରିପାରିବା। ଆମେ ବର୍ତ୍ତମାନ ଦେଖିନେବା ଯେ ଶାଗଟି କେମିତି କ'ଣ ହେଉଛି। ଆଉ ଟିକେ ପାଣି ମରିବା ପାଇଁ ଛାଡ଼ି ନେବା। ଆଚ୍ଛା ସାଙ୍ଗମାନେ କହିଲେ ଦେଖି, ଆପଣ ଯେତେବେଳେ ଚିକେନଟେ ରୋଷେଇ କରୁଛନ୍ତି ସେତେବେଳେ ଆପଣମାନେ ଗୁନଗୁନ ମାନେ ଗୀତ ଗାଉଛନ୍ତି ନା ଗାଉନାହାନ୍ତି? ମୁଁ କିନ୍ତୁ ରୋଷେଇ କଲାବେଳେ ବହୁତ ବଢ଼ିଆ ଗୀତ ଗାଏ। ଆମେ ଆଉ କିଛି ସମୟ ତାକୁ ଘୋଡ଼େଇ ନେବା, ଯେହେତୁ ଆଉ 5 ମିନିଟ୍ ଖଣ୍ଡେ ସମୟ ଲାଗିବ। ମୁଁ କିନ୍ତୁ ରୋଷେଇ କଲାବେଳେ କିଛି ନା କିଛି ସିଙ୍ଗିଂ କରିନିଏ। ଆପଣମାନେ ସିଙ୍ଗିଂ କରନ୍ତି? ବର୍ତ୍ତମାନ ତ ତରକାରୀ ହେବା ପାଇଁ 5 ମିନିଟ୍ ସମୟ ଲାଗିବ। ଆମେ ସେଥିମଧ୍ୟରେ ଗୋଟେ ଗୀତ ଶୁଣି ନେବା। ମୁଁ ଯେ ଲୁହ ପଞ୍ଜୁରୀର ପକ୍ଷୀ ମା, ଲୁହ ପଞ୍ଜୁରୀର ପକ୍ଷୀ, ମୁଁ ଯେ ଲୁହ ପଞ୍ଜୁରୀର ପକ୍ଷୀ ମା, ଲୁହ ପଞ୍ଜୁରୀର ପକ୍ଷୀ। ତତେ ଡାକି ଡାକି ହେଲିନି ରେ ମାଖି, ତତେ ଡାକି ଡାକି ହେଲିନି ରେ ମାଖି, ଲୁହ ପଞ୍ଜୁରୀର ପକ୍ଷୀଠୁ ଦୁଃଖୀ, ମୁଁ ଯେ ଲୁହ ପଞ୍ଜୁରୀର ପକ୍ଷୀ ମା, ଲୁହ ପଞ୍ଜୁରୀର ପକ୍ଷୀ। ଥ୍ୟାଙ୍କ ୟୁ। ଏବେ ଆମ ଶାଗର ରେସିପିଟା ପୁରା ହେଇଯାଇଛି। ଆମେ ବର୍ତ୍ତମାନ ତାକୁ ଗ୍ୟାସ୍ ବନ୍ଦ କରିନେବା ଏବଂ ତାକୁ ଆମେ ସର୍ଭ କରିନେବା ଆଉ ଟେଷ୍ଟ କରି ଜଣାଇବା କେମିତି ହେଇଛି। ମୁଁ ବର୍ତ୍ତମାନ ପିଥିପାତିଆଟାକୁ ଏମିତି ଟିକେ ମାରି ଦେଉଛି, କାହିଁକିନା ସେଥିରେ ଯେଉଁ ପରିବା ଟିକେ ଟିକେ ଥିଲା ତାହା ସବୁ ଟିକେ ଟିକେ ଚୁନ ଚୁନ ହେଇଯିବ। ଶାଗଟା ଦେଖିବାକୁ ମଧ୍ୟ ସୁନ୍ଦର ହେଇଛି। ବର୍ତ୍ତମାନ ମୁଁ ଗ୍ୟାସ୍ ବନ୍ଦ କରିବି। ଏତିକି ଟିକେ ତା'ର ବେସର ରହିବା ଦରକାର, ନହେଲେ ଶାଗଟା ଥଣ୍ଡା ହେଇଗଲା ପରେ ବହଳିଆ ହୋଇଯିବ। ତେଣୁ ଇଏ ପୁରା ପରଫେକ୍ଟ ପାଗ ହୋଇଯାଇଛି। ମୁଁ ବର୍ତ୍ତମାନ ଗ୍ୟାସ୍କୁ ବନ୍ଦ କରିଦେଉଛି। ଏବେ ଆମେ ଶାଗଟିକୁ ସର୍ଭ କରିନେବା। ଆମେ ଏବେ ଶାଗଟିକୁ ଟେଷ୍ଟ କରିନେବା କେମିତି ହେଇଛି। ବାଃ, ଶାଗଟି ଭାରି ଭଲ ହୋଇଛି। ଆମେ ଆକୁ ଯଦି ପଖାଳ ଭାତରେ ଖାଇବା, ଆର ସ୍ୱାଦ ଆହୁରି ବଢ଼ିଯିବ। ଆପଣମାନେ ଦିନେ ଘରେ ଏହାକୁ ଟ୍ରାଏ କରନ୍ତୁ ଏବଂ ଭିଡ଼ିଓ ଦେଖି ସାରି କମେଣ୍ଟ କରନ୍ତୁ।